অযোধ্যা নগরী जय राम जी नमस्कार। अनेक वर्ष तपस्या करे आज अयोध्या प्रभुंकर विग्रह स्थापन जहाँ देखी समस्त भारतवासी आज अंतर मनरू खुशी एवं उल्लास पालन देखु श्रद्धापूर्वक प्रधानमंत्री केमती प्रभु को आरती आसतु भाव शुणा। अयोध्या नगरी लागे स्वर्गपुरी प्रभु श्री राम को पाई चैत्र नवमी कौशल्या माँ को कोଳରେ झुलती से जहाँ कर तुलना नहीं जहाँ कर उपमा नहीं जहाँ कर तुलना पूरा भूमंडल अयोध्या खाई अयोध्यार प्रत्येक कोण अनुकोण पुष्पमय देखु अयोध्या को स्वागत हो आसी महारथी मैंने केमते फिल्म स्टार कतु आरंभ कर बड़ बड़ शिल्पपति आज आमंत्रित होती बड़ बड़ सिंगर आमंत्रित होती देखु कौ टाइप समस्त को निमंत्रित कर अयोध्या ट्रस्ट से श्रद्धावान भक्तिवान एवं प्रेमवान रूपे समस्ते आसी उपस्थित होती भगवत से श्रीराम भगवत स्वरूप को देखा प्राण प्रतिष्ठार से प्रत्यक्ष अनुभूति कर प्रत्येक समय को इतिहास परिणत कर भावना नहीं से उपस्थित होती जहाँ को आम आज राममय हो विश्व देवमय विश्व देखु जो टाइप अयोध्या सजा लगुच जमी स्वर्गर अनेक अनेक स्वर्ग मिश्रे जो टाइप सजा प्रभुंकर देखला दिव्य आनंद जो आनंद को अनुभव सदा अयोध्या टाइप समस्ते एकत्रित एक संगे श्रीराम नाम बोलते श्रद्धा भाव भक्ति भाव समस्ते उठू होती राममय 500 वर्ष जो राम तंबुरे रही आसते आज दीक्षार अंत घटी भव्य मंदिर निर्माण हो आज रावण दरबार में आज अयोध्या नगरी विश्व वार्ता प्रदान राममय राम राज्य रघुकुल रीति सदा चले वचन न जाए श्री राम जय विषय अयोध्या नगरी लागे स्वर्गपुरी प्रभु श्री राम को पाई चैत्र नवमी कौशल्या माँ को कोଳରେ झुलती से जहाँ कर तुलना नहीं जहाँ कर उपमा नहीं जहाँ कर तुलना नहीं जहाँ कर उपमा नहीं जहाँ कर तुलना नहीं जहाँ कर उपमा नहीं जहाँ कर तुलना नहीं जहाँ कर उपमा नहीं। स्वागत करंतु जय श्री राम जय जय श्री राम। प्रभु को पाई कि अनेक प्रकार
ଶ୍ରଦ୍ଧା ଭଗବାନ ଭକ୍ତମାନେ ଅନେକ ଅନେକ ଜିନିଷ ଦାନ କରିଛନ୍ତି। ସୁନାର ପାଦୁକ କିଏ ଦାନ କଲେଣି ତ କିଏ ଧନୁତୀର। ଦେଖନ୍ତୁ ବିଗ୍ରହ ଭିତରେ ଗର୍ଭଗୃହ ଭିତରେ କେଉଁ ଟାଇପ୍ର ସୁନ୍ଦର ଦିବ୍ୟ ରୂପରେ ସଜା ହେଇଛି। ସତରେ ଲାଗୁଛି ଯେମିତି ସ୍ୱର୍ଗର ଯେମିତି ସ୍ୱର୍ଗ ଯେମିତି ଧରାପୃଷ୍ଠରେ ଅବତୀର୍ଣ୍ଣ କରିଛି। ଧନ୍ୟବାଦ ଦେବାକୁ ପଡ଼ିବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥକୁ ଯେ ଅନେକ ଚେଷ୍ଟା ପରେ ୱାର୍କରମାନଙ୍କର ଅନେକ ପ୍ରଚେଷ୍ଟା ପରେ ଖୁବ୍ ଶୀଘ୍ର ଏ ମନ୍ଦିରକୁ ନିର୍ମାଣ କରାଯାଇଛି। ଦେଖନ୍ତୁ କେତେ ଶ୍ରଦ୍ଧା ଭକ୍ତିରେ ଭିତରେ ପୂଜନ ଚାଲିଛି। ଆଜି ମଧ୍ୟ ରାମଙ୍କୁ ପ୍ରତ୍ୟକ୍ଷ ଅନୁଭବ କରିହେବ ଅଯୋଧ୍ୟାରେ ଯାଇକି। ଅଯୋଧ୍ୟାରେ ଆଜି ପ୍ରଭୁଙ୍କର ବିଗ୍ରହ ସ୍ଥାପନ ପରେ ସମସ୍ତ ଜନସାଧାରଣଙ୍କ ପାଇଁକି 23ରୁ ସମସ୍ତଙ୍କୁ ଦର୍ଶନ କରିବାର ଦିବ୍ୟ ସୁଲଭ ଅବସର ହେବ। ଦେଖନ୍ତୁ ଏଠି RSSର ପ୍ରମୁଖ ମୋହନ ଭାଗବତ ବି ଏଣ୍ଟ୍ରି କରିଛନ୍ତି ପ୍ରାଣ ପ୍ରତିଷ୍ଠା ସମୟରେ। ଦେଖନ୍ତୁ କେଉଁ ଟାଇପ୍ର ଦିବ୍ୟ ରୂପରେ ସଜାଯାଇଛି। ଆହା, ଯାହାକୁ ଦେଖିଲେ ଲାଗୁଛି ସତରେ ଶ୍ରୀରାମଙ୍କର ଅବତୀର୍ଣ୍ଣ ହେଇଛି। ଶ୍ରୀରାମ ପୁନଶ୍ଚ ବନବାସରୁ ଫେରିଛନ୍ତି, ତାଙ୍କର ଘର ବାଉଡ଼ା ହେଇଛନ୍ତି। ଆନନ୍ଦ ଲାଗେ ବା ପ୍ରେମମୟ ଲାଗେ। ଦେଖନ୍ତୁ କେମିତି ଶ୍ରଦ୍ଧାବାନ ମାନେ ଜୟଘୋଷ କରୁଛନ୍ତି। ଆହା ହା, ଦିବ୍ୟ ବାତାବରଣ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ସଂକଟ ମୋଚନ ଜୟ ହନୁମାନ। ଯାହଉ ଭାବେ ବଢ଼େଇ ଯାଉଛନ୍ତି। ପ୍ରଧାନମନ୍ତ୍ରୀକୁ ବାରମ୍ବାର ଧନ୍ୟବାଦ ଦେଲେ କମ୍ ହେବ। 11 ଦିନର କଠୋର ଅନୁଷ୍ଠାନ ପରେ ସେ ଆଜି ପ୍ରାଣ ପ୍ରତିଷ୍ଠା କରିବାର ସୁଯୋଗ ଅର୍ଜନ କରିଛନ୍ତି। ଜୟ ଶ୍ରୀରାମ, ଜୟ ମା ଭାରତୀ। ନମସ୍କାର, ଜୟ ଶ୍ରୀରାମ। ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲଟିକୁ ଦେଖନ୍ତୁ ଏବଂ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ଅନ୍ୟମାନଙ୍କ ପାଖକୁ ସେୟାର କରିବାକୁ କେବେ ଭୁଲିବେନି। 1008 ଟନ୍ରେ ତିଆରି ହୋଇଛି ଏହି ଅଖଣ୍ଡ ବହୁତ ବଡ଼ ଦୀପ। ଦେଖନ୍ତୁ ବିଶାଳକାୟ ଦୀପ ଶ୍ରୀରାମଙ୍କର ଆଗମନ ନିମନ୍ତେ। ଦେଖନ୍ତୁ କେତେ ବହୁତ ବଡ଼ ଦୀପ। ଦେଖନ୍ତୁ 1008 ଟନ୍ ମାଟିରେ ତିଆରି ହୋଇଛି ବିଶାଳକାୟ ଦୀପ, ଯାହା ପ୍ରଜ୍ୱଳିତ ହେବାର ଲାଗିଛି ଅଯୋଧ୍ୟାରେ। ଜୟ ଶ୍ରୀରାମ। ସତରେ ଆଜି ରାମମୟ ହୋଇଯାଇଛି ବିଶ୍ୱ। ସାରା ବିଶ୍ୱରେ ରାମଙ୍କର ଚରିତାର୍ଥ ଚାଲିଛି। ଦେଖନ୍ତୁ ଇଏ ହେଉଛି ରାମଙ୍କର ଗୋଟେ ପ୍ରତିମୂର୍ତ୍ତି ମନ୍ଦିର, ଯେଉଁଟାକି ତା'ର ଗୋଟେ ଡେମୋ ଭୁବନେଶ୍ୱର ମହାମେଳାରେ ରାମ ମନ୍ଦିରରେ ସ୍ଥାପିତ ହୋଇଛି। ଦେଖନ୍ତୁ କେତେ ସୁନ୍ଦର ଭାବରେ ସେ ମନ୍ଦିରଟିକୁ ନିର୍ମାଣ କରାଯାଇଛି। ରାମମୟ ହୋଇଯାଇଛି ବିଶ୍ୱ। ଦେଖନ୍ତୁ ଦେବରାହା ବାବା ଯାହା କହିଥିଲେ, ଯେଉଁ ଭବିଷ୍ୟବାଣୀ କରିଥିଲେ, ରାମଙ୍କ ମନ୍ଦିରରେ କୌଣସି ବିଘ୍ନ ହେବନି, ରାମଙ୍କ ମନ୍ଦିର ଆରାମରେ ନିର୍ମାଣ କରାଯିବ। ଆଜି ଦେଖନ୍ତୁ ରାମଙ୍କର ପ୍ରତିମୂର୍ତ୍ତି ଆସିଯାଇଛି। ରଘୁକୁଲରେ ସଦା ଚାଲି ଆଇ, ପ୍ରାଣ ଯାଏ ପର ବଚନ ନ ଯାଏ। ଏମିତି ରାମଙ୍କର ଲୀଳା ସମସ୍ତଙ୍କ ପାଖରେ ପହଞ୍ଚିଛି। ରାମମୟ ହୋଇଯାଇଛି ଆଜି ଦେଶ, ରାମମୟ ହୋଇଯାଇଛି ଆଜି ବିଶ୍ୱ। ସାରା ବିଶ୍ୱ ଆଜି ରାମତ୍ର ହୋଇଯାଇଛି। ରାମ ରାମ ରାମ, ସମସ୍ତଙ୍କ ଭିତରେ ଆଜି ରାମମୟ ହୋଇଯାଇଛି। ଦେଖନ୍ତୁ ଇଏ ହେଉଛି ଅଭିନୟ କରୁଥିବା ସେଇ ଅରୁଣ ଗୋବିଲ, ଯାହାକୁ ଆଜି ବିଶ୍ୱ ରାମ ଭାବୁଛନ୍ତି। ସେ ମଧ୍ୟ ନିମନ୍ତ୍ରିତ ଅତିଥି ରୂପରେ ଆସିକି ଅଯୋଧ୍ୟାରେ ଉପସ୍ଥିତ ହେଲେଣି। ସୂକ୍ଷ୍ମ ଭାବରେ ଆଜି ଅନେକ ଦେବତାମାନେ ଅଯୋଧ୍ୟାରେ ବାସ କଲେଣି। ବିଭୀଷଣ ମଧ୍ୟ ଆସିଲେଣି, ଜଟାୟୁ ବି ଆସିଲେଣି। ଦେଖନ୍ତୁ ଜନକପୁରୀରୁ କେମିତି ତେଲ ଆସୁଛି, ମଣ ମଣ ତେଲ ଘିଅ ଆସୁଛି ଶ୍ରୀରାମଙ୍କର ଭବ୍ୟ ମନ୍ଦିର ଲାଗିବା ପାଇଁ ଜନକପୁରୀରୁ। ଦେଖନ୍ତୁ ଆଜି ଏଇ ହେଉଛି ସବରୀ, ଯେଉଁ ତ୍ରେତୟା ଯୁଗରେ ଯାହା ଯେଉଁ ଟାଇପ୍ର ରାମଙ୍କର ଭକ୍ତ ଥିଲେ, ହେଉଛି ରାମଲାଲାଙ୍କର ସେଇ ଦୃଶ୍ୟ, ଯେଉଁ ଦୃଶ୍ୟ ଏଇ ଫଟୋ ହିଁ ଏଇ ବିଘ୍ନ ସ୍ଥାପନ କରାଯିବ। ଆପଣମାନେ ଦେଖୁଥିବେ। ଜୟ ଶ୍ରୀରାମ। ଜୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରାୟ ଶେଷ ହୋଇଯାଇଛି। ଜାନୁଆରୀ 22ରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ଦିରର ଶୁଭ ଉଦ୍ଘାଟନ କରିବେ ଏବଂ ଏହି ସମୟରେ ରାମଲାଲାଙ୍କର ପ୍ରତିମାଙ୍କୁ ପବିତ୍ର କରାଯାଇ ସ୍ଥାପନ କରାଯିବ। ମନ୍ଦିରର ଉଦ୍ଘାଟନ କାର୍ଯ୍ୟକ୍ରମରେ ମହାନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ରାମ ମନ୍ଦିରର ଟ୍ରଷ୍ଟ ସହିତ କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟରେ ଦେଶର ପ୍ରତ୍ୟେକ ସ୍ଥାନରୁ ବଡ଼ ବଡ଼ ବ୍ୟକ୍ତିତ୍ୱମାନେ ଅଂଶଗ୍ରହଣ କରିବେ। ରାମ ମନ୍ଦିରର ପ୍ରସଙ୍ଗ ବହୁ ବର୍ଷ ଧରି କୋର୍ଟରେ ଅଟକି ରହିଥିଲା, କିନ୍ତୁ 2019ରେ ସୁପ୍ରିମକୋର୍ଟଙ୍କର ଏକ ଐତିହାସିକ ନିଷ୍ପତ୍ତି ଦେଇ ଏହି ସମସ୍ୟାର ସମାଧାନ କରିଥିଲେ। କୋଟି କୋଟି ଲୋକଙ୍କର ଭାବନା ଏହି ନିଷ୍ପତ୍ତି ସହିତ ସଂଲଗ୍ନ ରହିଛି। ଅଯୋଧ୍ୟାର ରାମ ମନ୍ଦିର ସ୍ୱପ୍ନ ଦେଖିଥିବା କୋଟି କୋଟି ଲୋକଙ୍କ ଆଖିରେ ଲୁହ ବାହାରି ପଡ଼ିଥିଲା। ଏହି ସମୟରେ ଉତ୍ତରପ୍ରଦେଶର ଜଣେ ସାଧୁ, ମହାନ ସାଧୁ ବହୁ ବର୍ଷ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଯେ ଏ ମନ୍ଦିର କେବଳ ଅଯୋଧ୍ୟାରେ ନିର୍ମାଣ ହେବ, ନିଜର ନିୟମ ଅନୁଯାୟୀ ନିର୍ମାଣ କରାଯିବ। ଏ ସାଧୁ ଦେବରାହା ବାବାଙ୍କ ବ୍ୟତୀତ ଅନ୍ୟ କେହି ନୁହନ୍ତି। ଦେବରାହା ବାବା ଜଣେ ଅତି ପ୍ରସିଦ୍ଧ ସାଧୁ ଥିଲେ। ରାମ ମନ୍ଦିରର ଉଦ୍ଘାଟନ କାର୍ଯ୍ୟକ୍ରମର ତାରିଖ ପାଇ ଆସୁଛି। ଯାହା ହେଉ, ରାମ ମନ୍ଦିର ସହ ଜଡ଼ିତ ପୁରୁଣା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ତ ଏହି କ୍ରମରେ ଦେବରାହା ବାବାଙ୍କର ଏହି ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ରାମ ମନ୍ଦିର ନିର୍ମାଣ ଉପରେ ମନ୍ତବ୍ୟ ଦେଇଥିଲେ। ଭିଡ଼ିଓରେ ଜଣେ ସାମ୍ବାଦିକ ଦେବରାହା ବାବାଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି, ଯାହାକୁ ସେ ଉତ୍ତର ଦେଇଛନ୍ତି। ଭାଇରାଲ ଭିଡ଼ିଓରେ ସାମ୍ବାଦିକ ପଚାରିଲେ ଯେ କିଛି ଲୋକ ରାମ ଜନ୍ମଭୂମି ପାଇଁ ଚେଷ୍ଟା କରୁଥିଲେ, କିଛି ଲୋକ ଅଟକି ଯାଇଥିଲେ। ଏ ପରିସ୍ଥିତିରେ କିଏ କେଉଁ ଭୂମିକା ଗ୍ରହଣ କରିବ? କାରଣ ରାଜୀବ ଗାନ୍ଧୀ ମଧ୍ୟ ଆପଣଙ୍କ ନିକଟକୁ ଆସିଥିଲେ ଏବଂ ବିଶ୍ୱ ହିନ୍ଦୁ ପରିଷଦର ଲୋକମାନେ ମଧ୍ୟ ଆସିଥିଲେ। ତେଣୁ ଏପରି ପରିସ୍ଥିତିରେ କିଏ ସଠିକ୍ କାର୍ଯ୍ୟ କରୁଛି ଏବଂ କିଏ ଭୁଲ କରୁଛି? ଆସନ୍ତୁ ଆପଣମାନଙ୍କୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରାୟ ଶେଷ ହୋଇଯାଇଛି। ଜାନୁଆରୀ 22ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ଦିରର ଶୁଭ ଉଦ୍ଘାଟନ କରିବେ ଏବଂ ଏହି ସମୟରେ ରାମଲାଲାଙ୍କର ପ୍ରତିମାଙ୍କୁ ପବିତ୍ର କରାଯାଇ ସ୍ଥାପନ କରାଯିବ। ମନ୍ଦିରର ଉଦ୍ଘାଟନ କାର୍ଯ୍ୟକ୍ରମରେ ମହାନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ରାମ ମନ୍ଦିରର ଟ୍ରଷ୍ଟ ସହିତ କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟରେ ଦେଶର ପ୍ରତ୍ୟେକ ସ୍ଥାନରୁ ବଡ଼ ବଡ଼ ବ୍ୟକ୍ତିତ୍ୱମାନେ ଅଂଶଗ୍ରହଣ କରିବେ। ରାମ ମନ୍ଦିରର ପ୍ରସଙ୍ଗ ବହୁ ବର୍ଷ ଧରି କୋର୍ଟରେ ଅଟକି ରହିଥିଲା, କିନ୍ତୁ 2019ରେ ସୁପ୍ରିମକୋର୍ଟଙ୍କର ଏକ ଐତିହାସିକ ନିଷ୍ପତ୍ତି ଦେଇ ଏହି ସମସ୍ୟାର ସମାଧାନ କରିଥିଲେ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରାୟ ଶେଷ ହୋଇଯାଇଛି। ଜାନୁଆରୀ 22ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ଦିରର ଶୁଭ ଉଦ୍ଘାଟନ କରିବେ ଏବଂ ଏହି ସମୟରେ ରାମଲାଲାଙ୍କର ପ୍ରତିମାଙ୍କୁ ପବିତ୍ର କରାଯାଇ ସ୍ଥାପନ କରାଯିବ। ମନ୍ଦିରର ଉଦ୍ଘାଟନ କାର୍ଯ୍ୟକ୍ରମରେ ମହାନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ରାମ ମନ୍ଦିରର ଟ୍ରଷ୍ଟ ସହିତ କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟରେ ଦେଶର ପ୍ରତ୍ୟେକ ସ୍ଥାନରୁ ବଡ଼ ବଡ଼ ବ୍ୟକ୍ତିତ୍ୱମାନେ ଅଂଶଗ୍ରହଣ କରିବେ। ରାମ ମନ୍ଦିର ନମସ୍କାର, ଜୟ ଶ୍ରୀରାମ। ଆପଣମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ, ସବୁଠାରୁ ରାମ ମନ୍ଦିରକୁ ବହୁତ ଆକାର ଦାନ କରୁଥିବା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପାଟନାର ହନୁମାନଗଡ଼ରୁ ଆସୁଥିବା ସବୁଠାରୁ ଅଧିକ ମାତ୍ରାରେ ଦାନ 10 କୋଟି ଟଙ୍କାର ସୁନାର କଳସ ଏବଂ ସୁନାର ଧନୁତ୍ର
जे कि पाटनार हनुमानगढ़ी ये डोनेट आसी। तेरे नंबर 2 तेरे सेकेंड डोनेट आपण मैंने जानले पूरा आश्चर्य हे। हैदराबाद रू जड़े 64 वर्षर वृद्ध खाली पादरे चली चली आसी डोनेट कर रामंकर चरण पादुका जार वेट 8 किलो सोना एवं चांदीर मिश्रित निर्माण होईची रामंकर चरण पादुका। छल्लाश्री वास्तव शास्त्री एक योगी आदित्यनाथ को डोनेट कर रामेश्वर चली चली सिद्ध 3 नंबर 3 हूँ राजस्थान जोधपुर 600 किलोर घी 5टी रथरे आसिक अयोध्या पहुँची। से घी 22 तारिख दिन सबुआडे दीप लगे एवं रामंकर प्रत्येक कोण अनुकोण घी व्यवहार हम। सबुठ बहुत बड़ दीपर दान आसी गुजरात रु जार 3 लाख टका खर्च होती प्राय 3 मास रु 4 मास लगी निर्माण करने यार ये पखापाखि 2 रु 3 मास पर्यंत प्राय धूपकाठी जलिब। आउ जड़े डोनेट कर 10 फुट एक ताला बहुत बड़ ताला रामंकर मेन गेट्रे लगे। तेरे आउ गोटे बहुत बड़ डोनेट होती 9 देशर एकाथर टाइम कहीपरुवा घंटा राम मंदिर को डोनेट कराई। खास करी से घंटाटा निर्माण हो केवल राम मंदिर पाई स्पेशली 9 देशर टाइम एकाथर से घंटा कहीपर देखु ये घंटा 9टी देशर टाइम को एका सहित जे जानी हम। तब आउ गोटे हूँ 5000 लिटर पर्यंत घी अगरबत्ती जल बहुत बड़ दीप डोनेट हो। दीपटा बहुत बड़ दीप ये 2 मास पर्यंत दीप लगे जल बहुत बड़ दीप। अयोध्या नगरी अयोध्या नगरी लागे स्वर्गपुरी प्रभु श्री राम को पाई। चैत्र नवमी रे कौशल्या मां को कोଳରେ झुलती से जहाँ कर तुलना नहीं जहाँ कर उपमा नहीं जहाँ कर तुलना नहीं जहाँ कर उपमा नहीं। अयोध्या नगरी लागे स्वर्गपुरी प्रभु श्री राम को पाई। चैत्र नवमी रे कौशल्या मां को कोଳରେ झुलती से जहाँ कर तुलना नहीं जहाँ कर उपमा नहीं जहाँ कर तुलना नहीं जहाँ कर उपमा नहीं। अयोध्या नगर
जहाँ कर तुलना नहीं जहाँ कर उपमा नहीं जहाँ कर तुलना नहीं जहाँ कर उपमा नहीं। अयोध्या नगरी लागे स्वर्गपुरी प्रभु श्रीराम जहाँ कर तुलना नहीं जहाँ कर उपमा नहीं जहाँ कर तुलना नहीं जहाँ कर उपमा नहीं। अयोध्या नगरी लागे स्वर्गपुरी प्रभु श्रीराम चैत्र नवमी कौशल्या माँ कोଳରେ झुलती से जहाँ कर तुलना नहीं जहाँ कर उपमा नहीं जहाँ कर तुलना नहीं जहाँ कर उपमा नहीं जहाँ कर तुलना नहीं जहाँ कर उपमा नहीं जहाँ कर तुलना नहीं जहाँ कर उपमा नहीं। नमस्कार, जय श्री राम। आज हूँ से पवित्र दिन जो पवित्र दिन को आज सारा विश्व सारा भारतवर्ष अपेक्षा करथिला। आज हूँ से पवित्र दिन में प्रभु रामंकर प्राण प्रतिष्ठा हम आउ अल्प मुहूर्त रहिला प्रभु रामंकर प्राण प्रतिष्ठा हम। पूरा संपूर्ण देश आज राममय संपूर्ण विश्व आज राममय। अयोध्या रामंकर दिव्य वातावरण अयोध्या भव्य एवं दिव्य मंदिर जहाँ को देखिले अंतर भितर देवानंद उत्पन्न हुए। श्री राम श्री राम श्री राम। आपण मन को अनुरोध धूमधाम रे प्रभु राम को स्वागत करंतु आउ दीप जलाई स्वागत करंतु। जय श्री राम, जय जय श्री राम।